ଜୀବନରେ କେତେବେଳେ ଏମିତି ଏକ ସମାଜ ଆସେ ଯେଉଁଠାରେ ଆମେ ଭିଡ଼ ମଧ୍ୟରେ ରହିଥାଉ କିନ୍ତୁ ମନରୁ ପୁରା ଖାଲି ଲାଗେ। ସେହି ସମାଜରେ ଆମେ ଭାବୁ ମୁଁ ଏତେ ଲୋକଙ୍କ ମଧ୍ୟରେ ରହି ମଧ୍ୟ କାହିଁକି ହ୍ୟାପି ନୁହେଁ। ହେଲେ ଏହି ପ୍ରଶ୍ନର ଉତ୍ତର ହେଉଛି କାରଣ ତୁମେ ନିଜ ସହିତ ସମାଜ କାଟୁନାହିଁ। ଆଜିର ଦୁନିଆରେ ଲୋକେ ଲୋନଲିନେସ୍କୁ ୱିକନେସ୍ ଭାବୁଛନ୍ତି, କିନ୍ତୁ ସତ କହିଲେ ଷ୍ଟେଇଂ ଏଲଙ୍ଗ୍ ଆଣ୍ଡ ଫୋକସ୍ ଏହା ହେଉଛି ତୁମର ସବୁଠାରୁ ବଡ଼ ଷ୍ଟ୍ରେଂଥ। ତୁମେ ଯେତେବେଳେ ଏକା ରହୁଛ ସେତେବେଳେ ତୁମେ ନିଜର ରିଆଲ୍ ଭର୍ଜନକୁ ଦେଖିପାରୁଛ। ଭିଡ଼ିଓରେ ଆମେ ସବୁବେଳେ ମାସ୍କ ପିନ୍ଧି ରହୁଛୁ, କେବେ ଇମ୍ପ୍ରେସ୍ କରିବା ପାଇଁ, କେବେ ଆକ୍ସେପ୍ଟ ହେବା ପାଇଁ। ବଟ୍ ହ୍ୱେନ୍ ୟୁ ଆର୍ ଏଲୋନ୍ ଦେୟାର ଇଜ୍ ନୋ ନିଡ୍ ଟୁ ଇମ୍ପ୍ରେସ୍ ଏନିୱାନ୍। ସେଠାରେ ତୁମେ ଯେମିତି ଅଛ ସେମିତି ରହିପାରୁଛ ଏବଂ ସେଇଠାରୁ ଆରମ୍ଭ ହୁଏ ତୁମର ରିଆଲ୍ ଗ୍ରୋଥ୍। ଲୋକେ କହନ୍ତି ଏକା ରହିବାରେ ବୋରିଂ ଲାଗେ, କିନ୍ତୁ ମୁଁ କହିବି ଏକା ରହିବାରେ ବୋରିଂ ଲାଗୁଛି ମାନେ ତୁମେ ନିଜକୁ ଆଉ ଭଲ ଭାବରେ ଜାଣିନାହିଁ। ଯେ ନିଜ ସହିତ ଟାଇମ୍ ସ୍ପେଣ୍ଡ କରି ନିଜକୁ ଇମ୍ପ୍ରୁଭ୍ କରେ, ନିଜର ଡ୍ରିମ୍ ଉପରେ କାମ କରେ ଏବଂ ନିଜକୁ ଏକ ବେଟର୍ ଭର୍ଜନରେ କନଭର୍ଟ କରେ। ଯେତେବେଳେ ତୁମେ ଏଲୋନ୍ ରହୁଛ ସେତେବେଳେ ଡିଷ୍ଟ୍ରାକ୍ସନ୍ କମ୍ ହୋଇଯାଏ। ନା କି ଅନ୍ନେସେସରି ଗସିପ୍, ନା କମ୍ପାରିଜନ୍, ନା ଜେଲସି। ଏବଂ ସେତେବେଳେ ତୁମର ଫୋକସ୍ ଅଟୋମେଟିକାଲି ଇନକ୍ରିଜ୍ ହୁଏ। ଫୋକସ୍ ହେଉଛି ସକ୍ସେସ୍ର ସବୁଠୁ ବଡ଼ ସିକ୍ରେଟ୍। ୱିଦାଉଟ୍ ଫୋକସ୍ ଇଭେନ୍ ଦି ମୋଷ୍ଟ ଟ୍ୟାଲେଣ୍ଟେଡ୍ ପର୍ସନ୍ ଫେଲ୍। ତୁମେ ଯଦି ତୁମର ଲାଇଫ୍କୁ ଚେଞ୍ଜ କରିବାକୁ ଚାହୁଁଛ ତେବେ ଆଗରୁ ତୁମକୁ ଡିଷ୍ଟ୍ରାକ୍ସନ୍କୁ ଏଲିମିନେଟ୍ କରିବାକୁ ପଡ଼ିବ। ସୋସିଆଲ ମିଡ଼ିଆ, ୟୁଜଲେସ୍ କନଭରସେସନ୍, ନେଗେଟିଭ୍ ପିପୁଲ୍ ସବୁକୁ ଲିମିଟ୍ କର। ବିକଜ୍ ୟୁର୍ ଏନର୍ଜି ଇଟ୍ ଲିମିଟେଡ୍। ତୁମେ ଯଦି ସେ ଏନର୍ଜିକୁ ଭୁଲ ଜାଗାରେ ସ୍ପେଣ୍ଡ କରିବ ତେବେ ତୁମର ଡ୍ରିମ୍ ପାଇଁ ଏନର୍ଜି ରହିବ ନାହିଁ। ଯେତେବେଳେ ଏକ ସେର୍ ଶିକାର କରେ ସେ ସବୁବେଳେ ଏକା ରହେ। ସେ କେବେ ଗ୍ରୁପ୍ରେ ଶିକାର କରେନି, କାରଣ ସେ ଜାଣେ ଫୋକସ୍ ଓ ପେସେନ୍ସ ହେଉଛି ତାର ବିଗେଷ୍ଟ ୱେପନ୍। ଠିକ୍ ସେହିପରି ତୁମେ ମଧ୍ୟ ତୁମର ଲାଇଫ୍ରେ କିଛି ବଡ଼ ଆଚିଭ୍ କରିବାକୁ ଚାହୁଁଛ ତେବେ ତୁମକୁ କେତେବେଳେ ଏକା ରହିବାକୁ ପଡ଼ିବ। ସେତେବେଳେ ତୁମେ ତୁମର ଗୋଲ୍କୁ କ୍ଲିଅର୍ ଭାବେ ଦେଖିପାରିବ। ବିକଜ୍ ଇନ୍ ସାଇଲେନ୍ସ କ୍ଲାରିଟି କମ୍ସ। ଯେତେବେଳେ ତୁମେ ଶାନ୍ତ ରହୁଛ ତୁମର ମାଇଣ୍ଡ ପ୍ରପରଲି ୱାର୍କ କରେ, ତୁମେ ବେଟର୍ ଡିସିଜନ୍ ନେଇପାରୁଛ। ଆଜିର ଜେନେରେସନ୍ର ସବୁଠାରୁ ବଡ଼ ପ୍ରୋବ୍ଲେମ୍ ହେଉଛି ସେମାନେ ସବୁବେଳେ ବିଜି ବଟ୍ ନଟ୍ ପ୍ରଡକ୍ଟିଭିଟି। ସେମାନେ ସବୁବେଳେ ଅନଲାଇନ୍ ବଟ୍ ନଟ୍ ଫୋକସ୍ଡ। ସେମାନେ ସବୁବେଳେ କନେକ୍ଟେଡ୍ ବଟ୍ ନଟ୍ ଗ୍ରୋଇଂ। ଏବଂ ଏହାର ମେନ୍ ରିଜନ୍ ହେଉଛି ସେମାନେ ନିଜ ସହିତ ଟାଇମ୍ ସ୍ପେଣ୍ଡ କରୁନାହିଁ। ଯେତେବେଳେ ତୁମେ ଏଲୋନ୍ ରହୁଛ ସେତେବେଳେ ତୁମେ ତୁମର ୱିକନେସ୍କୁ ଆଇଡେଣ୍ଟିଫାଏ କରିପାରୁଛ ଏବଂ ଯେତେବେଳେ ତୁମର ୱିକନେସ୍କୁ ଜାଣିପାରୁଛ ସେତେବେଳେ ତୁମେ ସେଗୁଡ଼ିକୁ ଇମ୍ପ୍ରୁଭ୍ କରିପାରୁଛ। ଦିସ୍ ଇଜ୍ ହାଉ ରିଆଲ୍ ଗ୍ରୋଥ୍ ହ୍ୟାପେନ୍। ସେଥିପାଇଁ କେବେ ଏକା ରହିବାକୁ ଡରନି। ଡରିବାକୁ ଥିବା କଥା ହେଉଛି ଭିଡ଼ରେ ହୋଇ ନିଜକୁ ହରାଇ ଦେବା। ଲାଇଫ୍ରେ ଯେଉଁମାନେ ସକ୍ସେସ୍ ହୋଇଛନ୍ତି ସେମାନେ ସବୁବେଳେ କିଛି ଟାଇମ୍ ଏକା ସ୍ପେଣ୍ଡ କରିଛନ୍ତି। ସେମାନେ ନିଜର କମ୍ଫର୍ଟ ଜୋନ୍କୁ ଛାଡ଼ିଛନ୍ତି, ଡିଷ୍ଟ୍ରାକ୍ସନ୍କୁ ଇଗ୍ନୋର କରୁଛନ୍ତି ଏବଂ ଫୋକସ୍ ସହିତ ନିଜର ଗୋଲ୍ ଉପରେ କାମ କରୁଛନ୍ତି। ଆଜି ତୁମେ ଯଦି ଏକା ରହି ନିଜର ଲାଇଫ୍କୁ ବିଲ୍ଡ କର ତେବେ କାଲି ତୁମେ ସେହି ସକ୍ସେସ୍ ଏନ୍ଜୟ କରିପାରିବ ଯାହା ପାଇଁ ଆଜି ତୁମେ ସାକ୍ରିଫାଇସ୍ କରୁଛ। କିନ୍ତୁ ଯଦି ତୁମେ ଆଜି ଭିଡ଼ିଓରେ ମଜା କରିବାରେ ବିଜି ରହୁଛ ତେବେ କାଲି ତୁମକୁ ଷ୍ଟ୍ରଗଲ୍ କରିବାକୁ ପଡ଼ିବ। ସୋ ଚଏସ୍ ୱିସଲି କମ୍ଫର୍ଟ ନାଉ ଅର୍ ସକ୍ସେସ୍ ଲେଟର୍। ଏକା ରହିବାର ସବୁଠାରୁ ବଡ଼ ବେନିଫିଟ୍ ହେଉଛି ତୁମେ ଇଣ୍ଡିପେଣ୍ଡେଣ୍ଟ ହେଉଛ। ତୁମେ ଆଉ କାହାର ଏମ୍ପ୍ରୁଭମେଣ୍ଟରେ ଡିପେଣ୍ଡ ରହୁନାହିଁ। ତୁମେ ନିଜର ଡିସିଜନ୍ ନେଉଛ, ନିଜର ମିଷ୍ଟେକ୍କୁ ଶିଖୁଛ ଏବଂ ନିଜର ଲାଇଫ୍କୁ କଣ୍ଟ୍ରୋଲ୍ କରୁଛ। ଏହା ତୁମକୁ ମେଣ୍ଟାଲି ଷ୍ଟ୍ରଙ୍ଗ କରେ। ବିକଜ୍ ଲାଇଫ୍ରେ ସବୁବେଳେ ସବୁ ଲୋକ ତୁମର ସାଙ୍ଗରେ ରହିପାରିବେ ନାହିଁ। କେବେ ତୁମକୁ ଏକା ଲଢ଼ିବାକୁ ପଡ଼ିବ ଏବଂ ଯେଉଁମାନେ ଏକା ରହିବାକୁ ଶିଖିନାହିଁ ସେମାନେ ସେ ସମୟରେ ଭାଙ୍ଗିଯାଆନ୍ତି। ତୁମେ ଯଦି ଆଜିରୁ ନିଜ ସହିତ ଟାଇମ୍ ସ୍ପେଣ୍ଡ କରିବା ଆରମ୍ଭ କର ତେବେ ତୁମେ ନିଜର ଇନର୍ ପାୱାରକୁ ଡିସ୍କଭର୍ କରିପାରିବ। ତୁମେ ରିଏଲାଇଜ୍ କରିପାରିବ ମୁଁ ଯାହା ଭାବୁଥିଲି ତାଠୁ ବେଶୀ ଷ୍ଟ୍ରଙ୍ଗ ଅଛି। ଫୋକସ୍ ହେଉଛି ଏକ ସୁପର ପାୱାର। ଆଜି ତୁମର ଡିଷ୍ଟ୍ରାକ୍ଟ ୱାର୍ଲଡରେ ଯେଉଁମାନେ ଫୋକସ୍ କରିପାରନ୍ତି ସେମାନେ ହେଉଛନ୍ତି ରିଆଲ୍ ୱିନର୍। ଏବଂ ଫୋକସ୍ ଡେଭଲପ୍ କରିବାର ବେଷ୍ଟ ୱେ ହେଉଛି ସ୍ପେଣ୍ଡିଂ ଟାଇମ୍ ଏଲୋନ୍। ଯେତେବେଳେ ତୁମେ ଏକା ରହିବ ସେତେବେଳେ ତୁମର ମାଇଣ୍ଡ କ୍ଲାମ୍ ହେବ, ତୁମର ଥଟ୍ କ୍ଲିଅର୍ ହେବ ଏବଂ ତୁମର ଡାଇରେକ୍ସନ୍ ଷ୍ଟ୍ରଙ୍ଗ ହେବ। ଏହା ତୁମକୁ ତୁମର ଗୋଲ୍ ନିକଟକୁ ନେଇଯିବ। ସୋ ଷ୍ଟପ୍ ରନିଂ ବିହାଇଣ୍ଡ ପିପୁଲ୍, ଷ୍ଟାର୍ଟ ରନିଂ ବିହାଇଣ୍ଡ ୟୁର୍ ଡ୍ରିମ୍ସ। ଲୋକେ ଆସିବେ ଆଉ ଯିବେ ବଟ୍ ୟୁର୍ ଡ୍ରିମ୍ସ ୱିଲ୍ ଷ୍ଟେ ୱିଥ୍ ୟୁ। ସେଥିପାଇଁ ତୁମର ଟାଇମ୍ ଓ ଏନର୍ଜିକୁ ରାଇଟ୍ ଡାଇରେକ୍ସନ୍ରେ ଇନଭେଷ୍ଟ କର। କେବେ କେବେ ସାଇଲେଣ୍ଟ ହେଉଛି କେବେ ଡିଷ୍ଟାନ୍ସ ହେଉଛି ସବୁଠୁ ବଡ଼ ସଲ୍ୟୁସନ୍ ଏବଂ କେବେ କେବେ ଏଲୋନ୍ ରହିବା ହେଉଛି ସବୁଠାରୁ ବଡ଼ ଗ୍ରୋଥ୍। ତୁମେ ଯଦି ନିଜର ଲାଇଫ୍କୁ ନେକ୍ସଟ ଲେଭେଲକୁ ନେବାକୁ ଚାହୁଁଛ ତେବେ ଗୋଟେ କଥା ମନେ ରଖ, ବି ଏଲୋନ୍, ଷ୍ଟେ ଫୋକସ୍ଡ ଆଣ୍ଡ ୱାର୍କ ସାଇଲେନ୍ସଲି। କାରଣ ସକ୍ସେସ୍ ସବୁବେଳେ ନଏଜ୍ରେ ନୁହେଁ, ସାଇଲେନ୍ସରେ ବୁଲୁ। ତୁମେ ଏକା ନୁହଁ, ତୁମର ଡ୍ରିମ୍ ତୁମ ସହିତ ଅଛି। ତୁମର ହାର୍ଡ଼ୱାର୍କ
तुम सहित अच्छी एवं तुम डिटर्मिनेशन तुमको सक्सेस पर्यंत नहीं। सो डोंट फियर, बी एलोन, बी फोकस्ड एंड बिकम अनस्टॉपेबल।